ସାବିତ୍ରୀ, ତିନିଟା ଯାକ ପୁଅ ଆମକୁ ଖାଇବାକୁ ଦେବାକୁ ପାଳି କରିଦେଲେ। ଆମେ କେବେ ହେଲେ ପିଲାମାନଙ୍କୁ ଖାଇବାକୁ ଦେବାକୁ କି ପିନ୍ଧିବାକୁ ଦେବାକୁ ପାଳି କରିନଥିଲେ। 10 ଦିନ ପାଳି କରିକି ଖାଇବାର ପୁଅମାନଙ୍କ ଆଡ଼େ ଆଜିକି ଗୋଟିଏ ମାସ ହେଲା। ଗଲା ମାସର ତିନିଟା ଯାକ ପୁଅ ତୋତେ ଭଲରେ ଖାଇବାକୁ ଦେଲେ ତ? ମଝିଆ ପୁଅର ପାଳି ଦିନ ମଝିଆଣୀ ବୋହୂ କହିଲା, ମୋ ପୁଅ ଝିଅର ମୁଁ ସେବା କରୁଛି, ତମେ ରୋଷେଇତିକ କର। ଆଉ ସାନ ପୁଅର ପାଳି ଦିନ କି କାମ କଲୁ? ସାନ ବୋହୂ କହିଲା, ବସିକି ଖାଇଲେ ହବନି, ଘର ଦୁଆର ତିକ ଓଳା ଓଳି କରିବ, ବାସନ କୁସନ ତିକ ସବୁ ମାଜାମାଜି କରିବ, ଲୁଗାପଟା ତିକ ସମସ୍ତିଙ୍କର ସଫାସଫି କରିବ। ଆଉ ବଡ଼ ବୋହୂର କି କାମ କଲୁ? ବଡ଼ ବୋହୂର ପାଳି ଦିନ କହିଲି, ଝିଅଲୋ ଟିକେ ଟିଭିଟା ଲଗେଇ ଦିଏ ଦେଖିବି। ବଡ଼ ବୋହୂ କହିଲା, ମଝିଆ ପୁଅ ଘର ସାନ ପୁଅ ଘର କାମ କରି କରିକି ଆସିଲ, ଏଇଠି କ'ଣ ଥୁଆ ହେଇଛି ଯେ ବସିକିରି ଖାଇକି ଟିଭି ଦେଖିବ? ଯ ମୋର ଗାଈ ସେବା କର। ଆଉ ତମକୁ ବୋହୂମାନେ ଭଲରେ ଖାଇବାକୁ ଦେଲେ ତ? ଆଲୋ, ମୋତେ ଭଲରେ ଖାଇବାକୁ ଦେଲେ, ହେଲେ ବସେଇକି କେଉଁ ପୁଅ ବୋହୂ ଖାଇବାକୁ ଦେଲେନି। ବଡ଼ ପୁଅର ଗାଈ ପାଇଁ ଘାସ କାଟିକି ଆଣିବି, ମଝିଆ ପୁଅର ପୁଅ ଝିଅକୁ ଟ୍ୟୁସନକୁ ନେବା ଆଣିବା କରିବି, ଆଉ ସାନ ପୁଅର ବଜାର ସଉଦାତକ କରିବି, ନିଜେ ଖାଇ ନିଜ ବାସନ ମାଜିବି। ତିନିଟା ପୁଅ ଜନ୍ମ କରିଥିଲେ, ତିନିଟା ଯାକ ପୁଅରୁ କେହି ହେଲେ ଗୋଟେ ଶାନ୍ତିରେ ରଖେଇ ଦେଲେନି। ଆଲୋ, ଆମ ପୁଅ ବୋହୂ ଆମର ଯେମିତି ସେବା ଯତ୍ନ କରୁଛନ୍ତି, ଭାତ ମୁଠାଟେ ଖାଇବାକୁ ଦେଉଛନ୍ତି, ସେମାନେ ବି ଗୋଟେ ଗୋଟେ ପୁଅ ଜନ୍ମ କରିଛନ୍ତି। ସେମାନଙ୍କର ବୋହୂ ଆସିଲେ ଠିକ୍ ସେମିତି ସେବା ଯତ୍ନ ତାଙ୍କର କରିବ। ସନ୍ଧ୍ୟା ହେଲାଣି, ତମେ ଘରକୁ ଯାଅ, ମୁଁ ଯାଉଛି ଘର ଦ୍ୱାର ଝାଟାଝାଟି କରିବି। ହଁ, ହଉ ଯା। ଯ ମୋର ଗାଈ ସେବା କର। ଆଉ ତମକୁ ବୋହୂମାନେ ଭଲରେ ଖାଇବାକୁ ଦେଲେ ତ? ଆଲୋ, ମୋତେ ଭଲରେ ଖାଇବାକୁ ଦେଲେ, ହେଲେ ବସେଇକି କେଉଁ ପୁଅ ବୋହୂ ଖାଇବାକୁ ଦେଲେନି। ବଡ଼ ପୁଅର ଗାଈ ପାଇଁ ଘାସ କାଟିକି ଆଣିବି, ମଝିଆ ପୁଅର ପୁଅ ଝିଅକୁ ଟ୍ୟୁସନକୁ ନେବା ଆଣିବା କରିବି, ଆଉ ସାନ ପୁଅର ବଜାର ସଉଦାତକ କରିବି, ନିଜେ ଖାଇ ନିଜ ବାସନ ମାଜିବି। ତିନିଟା ପୁଅ ଜନ୍ମ କରିଥିଲେ, ତିନିଟା ଯାକ ପୁଅରୁ କେହି ହେଲେ ଗୋଟେ ଶାନ୍ତିରେ ରଖେଇ ଦେଲେନି। ଆଲୋ, ଆମ ପୁଅ ବୋହୂ ଆମର ଯେମିତି ସେବା ଯତ୍ନ କରୁଛନ୍ତି, ଭାତ ମୁଠାଟେ ଖାଇବାକୁ ଦେଉଛନ୍ତି, ସେମାନେ ବି ଗୋଟେ ଗୋଟେ ପୁଅ ଜନ୍ମ କରିଛନ୍ତି। ସେମାନଙ୍କର ବୋହୂ ଆସିଲେ ଠିକ୍ ସେମିତି ସେବା ଯତ୍ନ ତାଙ୍କର କରିବ। ସନ୍ଧ୍ୟା ହେଲାଣି, ତମେ ଘରକୁ ଯାଅ, ମୁଁ ଯାଉଛି ଘର ଦ୍ୱାର ଝାଟାଝାଟି କରିବି। ହଁ, ହଁ।